ଆଜ୍ଞା ନମସ୍କାର। କହିଲେ ଦେଖି ନାଇଁ ନାଇଁ କହିଲେ ଦେଖି ଆଜି କଣ କଣ କହୁନାହାନ୍ତି ମ ସକାଳ ଯାଇ ସଞ୍ଜ ହେଲାଣି ଆପଣ ଜାଣିପାରୁନାହାନ୍ତି ଆଜି କଣ? ଓହୋ ମତେ କହିବାକୁ ପଡିବ ନାଇଁ କି ଆଜି ପରା ଆମ ଅକ୍ଷି ତୃତୀୟା। ତେଣୁକରି ଅକ୍ଷି ତୃତୀୟା ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ହାର୍ଦ୍ଦିକ ଶୁଭେଚ୍ଛା ଆଉ ଅଭିନନ୍ଦନ। ଆଜ୍ଞା ଆଜିକା ଦିନରେ ଆମ ଓଡିଶାର ପ୍ରତ୍ୟେକ ଚାଷୀ ଅକ୍ଷି ମୁଠି ଅନୁକୂଳ କରିଥାନ୍ତି ବା ଧାନ ବୁଣିଥାନ୍ତି। କାହିଁକି ନା ଆମ ପରମ୍ପରା ଅନୁସାରେ ଆଜି ଯଦି ଆପଣ ଧାନ ବୁଣିବେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ପାଖରେ ରହିବ, ଆପଣଙ୍କ ଉପରେ ରହିଲେ ଅଧିକରୁ ଅଧିକ ଧାନ ହବ ବା ଧନ ବୃଦ୍ଧି ହବ। ଆଉ ଏଇ ଅବସରରେ ସବୁଠାରୁ ବଡ କଥା କଣ ହେଲା ଜାଣିଛନ୍ତି ନା? ଜାଣିନାହାନ୍ତି? ସମସ୍ତେ ତ ଚାଷ କରୁଛନ୍ତି, ଆମେ ବି ଚାଷ କରୁଛୁ, କିନ୍ତୁ ସବୁଠାରୁ ବଡ କଥା ହେଲା ଆମ ମୁଖିଆ ମାନେ ଆମ ମୁଖ୍ୟମନ୍ତ୍ରୀ ମାନେ ଲୋକଙ୍କ ସରକାରଙ୍କ ମୁଖ୍ୟମନ୍ତ୍ରୀ ମୋହନ ବାବୁ ଆଜି ଚାଷ କରିଛନ୍ତି, ଅକ୍ଷି ମୁଠି ଅନୁକୂଳ କରିଛନ୍ତି। କୋଉଠି? ତାଙ୍କ ଏରିଆରେ କରିଛନ୍ତି। ଆଉ କୋଉଠି କଣ ଆପଣଙ୍କ ଜାଗାରେ କରିବେ ନା କଣ? ତାଙ୍କ ଏରିଆରେ କରିଛନ୍ତି। ଯାହା ହଉ ବହୁତ 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 ଶୁଭେଚ୍ଛା ଆଉ ଅଭିନନ୍ଦନ ଆଉ ଧନ୍ୟବାଦ। ଆପଣ ସେ ଅକ୍ଷି ମୁଠି ଅନୁକୂଳ କରିଛନ୍ତି ଆଉ ଚାଷୀଙ୍କୁ ପ୍ରେରଣା ଦେଇଛନ୍ତି, ଚାଷୀକୁ ଆଗକୁ ବଢିବା ପାଇଁ ଉତ୍ସାହିତ କରିଛନ୍ତି। କିନ୍ତୁ ଆରେ ଯାହା ଚାଷ କଲେ ମାନେ ସାରା ଓଡିଶା ଦେଖିଲା ବହୁତ ବଢିଆ, ମାନେ ଏତେ ସୁନ୍ଦର ଭାବରେ କଲେ, କିନ୍ତୁ ସାର୍ ଗୋଟେ ଡିଫେକ୍ଟ ରଖିଦେଲେ। ଆଉ ସାର୍ ଆପଣ ଯାହା କଲେ ଏତେ ବଡ ଡିଫେକ୍ଟ ରଖିଦେବେ ଆମେ କେବେ ଭାବିନଥିଲୁ। ଆମେ କିନ୍ତୁ ସାର୍ ଆପଣଙ୍କୁ ଧନ୍ୟବାଦ ଦଉଥିଲୁ, କିନ୍ତୁ ଦେଖିଲା ବେଳକୁ ଆପଣ ଗୋଟେ ଗୋଟିଏ ଡିଫେକ୍ଟ ରଖିଦେଲେ। ଆଉ ସାର୍ ଆପଣ ଜାଣିନାହାନ୍ତି କି? ଆପଣ ଜାଣିନାହାନ୍ତି? ଆପଣ ଜାଣିବା ଆଗ ଜାଣିବା କଥା, ଆପଣ ନିଶ୍ଚୟ ଜାଣିବା କଥା, ନିହାତି ଜାଣିବା କଥା। ତ ସାରେ ଚାଷ କଲା ବେଳେ କିଏ ଚପଲ ପିନ୍ଧେ? ଦେଖିଲେ ସାର୍ କୋଉଟା କଣ ଦେଖନ୍ତୁ ସାର୍ ସାର୍ ଆପଣ ଚପଲ ପିନ୍ଧିକି ଏଇଟା ଜମାରୁ ଭଲ କାମ ନୁହଁ। ନା ନା ନା, ଚାଷୀ କୂଳ ପାଇଁ ଏଇଟା ନୁହଁ। ଚାଷୀ କଣ ଶିଖିବେ ଆପଣଙ୍କଠୁ? ଆପଣ ଯେତେବେଳେ ସକାଳେ ଅକ୍ଷି ମୁଠି ଅନୁକୂଳ କଲେ, ଧାନ ବୁଣିଲେ, ଭଲ ମନ୍ଦ କଲେ, ଆମେ ଭାରି ଖୁସି ହେଇଯାଇଥିଲୁ। ଯାହା ହଉଛି ହଉ, ଆମ ସାର୍ ଗୋଟେ ଧାନ ବୁଣିବା, ଗୋଟେ ଚାଷୀକୁ ଆଗକୁ ବଢେଇବାର ଗୋଟେ ନୂଆ ପ୍ରୟାସ କରନ୍ତି, ବଢିଆ। କିନ୍ତୁ ହେଲେ ସାର୍ ଚପଲଟା ପିନ୍ଧି ପକେଇଲେ। ଆଉ ଆମର ପରମ୍ପରାରେ ଅଛି କି ଧାନକୁ ଯଦି ଆପଣ ଚକୁଟିବେ ତାକୁ ମୁଣ୍ଡିଆ ମରାଯାଏ, ତାକୁ ଭୁଲ ବଶତଃ ତାକୁ ଆମେ ଚକୁଟି ଦେଲୁ ବା ଦଳି ଦେଲୁ। କିନ୍ତୁ ମୋହନ ବାବୁ ଏଠି କଣ କରିଛନ୍ତି ନା ଚପଲ ପିନ୍ଧିକି ଚାଷ କରିଛନ୍ତି। ତେଣୁକରି ମୋହନ ବାବୁ କାନ ଦିଅନ୍ତୁ, ଧ୍ୟାନ ଦିଅନ୍ତୁ, ମନ ଦିଅନ୍ତୁ, ଚପଲ ପିନ୍ଧିକି ଚାଷ ନ କରନ୍ତୁ। ବୁଝିପାରିଲେ? ଆଚ୍ଛା ଗୋଟେ କଥା କହିଲେ ମୋହନ ବାବୁ, ଆପଣ ଏତେ କାମ କଲେ, ଏତେ ଲୋକଙ୍କୁ ଦେଖେଇଲେ କି ଚାଷ କଲେ, ଧାନ ବୁଣିଲେ, ଭଲ ମନ୍ଦ କଲେ, ସେଇ ଧାନ ଉପରେ ଚପଲଟା କେମିତି ପିନ୍ଧିକି ଗଲେ? ଆଚ୍ଛା ଗୋଟେ କଥା କୁହନ୍ତୁ, ଆପଣ ଯୋଉ ଚପଲଟି ପିନ୍ଧିଲେ ସାର୍ କଣ ଖରା ହଉଥିଲା କି? ଖରା ବେଳେ ଚାଷ କଲେ କି ଆପଣ? କାଳେ ପାଦ ଫାଦ ତାତି ଯାଇଥିବ, ଭଲ ମନ୍ଦ କରିଥିବ। ନା ତ ନା, ମୋର ଯେତେ ଦୂର ସନ୍ଧ୍ୟା ବେଳକୁ ବି ନୁହଁ, ମୋର ଯେତେ ଦୂର ମନେ ହଉଛି ଆପଣ ନିଶ୍ଚୟ ସକାଳୁ ଧାନ ବୁଣିଦେବେ, ଚାଷ କରିଦେବେ। ଆଚ୍ଛା ଆପଣ ଏତିକି କେମିତି ଭୁଲିଗଲେ କି ଚପଲ ପିନ୍ଧିକି ଆପଣ ଚାଷ କଲେ? ଏଇଟା କିନ୍ତୁ ଜମାରୁ ଆଜ୍ଞା ଠିକ ଲାଗିଲାନି। ଆପଣ ଚାଷ କଲେ, ଆପଣଙ୍କୁ ଧନ୍ୟବାଦ, କିନ୍ତୁ ଯୋଉ ଚପଲ ପିନ୍ଧିକି ଚାଷ କଲେ ଏଟା ଜମା ଭଲ ଲାଗିଲାନି। ମତେ ଭଲ ଲାଗିଲାନି, ଟୋଟାଲ ଓଡିଶା ବାସୀକୁ ହିଁ ଭଲ ଲାଗିବନି। କାହିଁକିନା ଚାଷୀ ପରା, ଧାନ ପରା, ମା ଲକ୍ଷ୍ମୀ ପରା, ଲକ୍ଷ୍ମୀଙ୍କ ଉପରେ ଆପଣ ଚପଲ ପିନ୍ଧିକି ଚାଷ କରିବେ? ଏଟା ଜମାରୁ ଭଲ କାମ ନୁହଁ। ଆଉ ନା ସାର୍, କାନ ଦିଅନ୍ତୁ, ଧ୍ୟାନ ଦିଅନ୍ତୁ, ମନ ଦିଅନ୍ତୁ। ନେକ୍ସଟ ଟାଇମ ଯେତେବେଳେ ଚାଷ କରିବେ ଚପଲ ବାହାର କରିକି ଆସି ଚାଷ କରନ୍ତୁ। ବୁଝିପାରିଲେ? ଦେଖିବେ ଆମର ବି ଆଗରୁ ବହୁତ ବହୁତ ପୁରୁଖା ନେତା, ବିଧାୟକ, ଏମାନେ ସମସ୍ତେ ଚାଷ କରିଛନ୍ତି। ଦେଖିବେ ସେ କୋଉ ଭଳିଆ କରିଛନ୍ତି, ଦେଖିବେ। ଏଇ ଦେଖନ୍ତୁ, ଇଏ ହେଲେ ଆମ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ। ଆଙ୍କଠୁ ଟିକେ ଶିଖି ନିଅନ୍ତୁ। ଆଉ ଦେଖିବେ ଏଇ ଦେଖନ୍ତୁ, ଆହୁରି ଦେଖନ୍ତୁ, ଏଇଟା ବି ଦେଖନ୍ତୁ, ସାର୍ ସବୁ ଦେଖିଲେ ତ? ହଁ, ନେକ୍ସଟ ଟାଇମ ଯେତେବେଳେ ଆସିବେ ଆପଣ ଏଇଆ କରିବେ। କିନ୍ତୁ ସାର୍ ଦେଖିଲେ ଯଦି ଏମିତି କଣ କରିବେ, ଚାଷୀ ମାନେ କଣ ଭାବିବେ? ତେଣୁକରି କାନ ଦେବେ, ଧ୍ୟାନ ଦେବେ, ମନ ଦେବେ, ଚପଲ ଉପରେ ବି ଟିକେ ଧ୍ୟାନ ଦେବେ। ମାନେ ମୋ କହିବା କଥା ହେଲା ଚପଲଟା ବାହାର କରିକି ଆସିକି କରିବେ। ବୁଝିପାରିଲେ ତ? ହଉ ସାର୍, ଦୟାକରି ଦେହକୁ ନେବେନି, ମୋ କଥାଟାକୁ ଟିକେ ଗୁରୁତର ସହକାରେ ମନକୁ ନେବେ। କ୍ଷମା କରିବେ ଭୁଲ ଥିଲେ ମୋହନ ବାବୁ।
ଦୟାକରି ଭୁଲ ଥିଲେ କ୍ଷମା କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।